ସୁନା ଓଡ଼ିଶାରେ ଆମେ ବେଶୀ ବ୍ୟବହାର କରୁନା, କେବଳ ବାହାଘର ବ୍ରତ ଘରରେ ବ୍ୟବହାର କରୁ, କିନ୍ତୁ କିମ୍ବା ଫଙ୍କସନ୍ରେ କୋଉଠି ଗୋଟେ ଆମେ ତାକୁ ଦଉ। କିନ୍ତୁ ଆମେ ସମସ୍ତେ ଲକ୍ଷ୍ୟ କରିଥିବା ଦକ୍ଷିଣ ଭାରତରେ ହଉ ବା ଅନ୍ୟ ରାଜ୍ୟରେ ହଉ ସୁନାର ବ୍ୟବହାର ତାଙ୍କର ଗୋଟେ ଚଳଣି ଭଳିଆ ଚାଲିଥାଏ। ସୁନାର ବ୍ୟବହାର ସୁନାର ପଚାରୁଛି ସୁନାର କାହିଁକି ଦର ବଢ଼ିଲା ଏତେ ଜୋରରେ, କ'ଣ ପାଇଁ ବଢ଼ିଲା? ସେଇ ସମୟରେ ବିଚାର କରିବାର ନଥିଲା ଯେ ସୁନାକୁ ଆମେ କଣ୍ଟ୍ରୋଲ କରିକି ଆମ ପାଖରେ ରଖିଲେ ବହୁତ ସୁନା ଓଡ଼ିଶାରେ ଭାରତବର୍ଷରେ ଅଛି। ଭାରତବର୍ଷର ଗୃହିଣୀମାନଙ୍କ ପାଖରେ ବି ସୁନା ଅଛି। ଭାରତବର୍ଷର ଠାକୁର ମନ୍ଦିରରେ ବି ସୁନା ଅଛି। ଏବେ ତ ଅନେକ ଠାକୁର ମନ୍ଦିରରେ କେବଳ ଚୋରି ଯାଉଛି, ସୁନା ରୂପା ଚୋରି ଯାଉଛି, ଆଉ ଚୋରମାନେ ଆଉ କୁଆଡ଼େ ଯାଉନାହାନ୍ତି। ଚୋର ବର୍ତ୍ତମାନ ମନ୍ଦିରରେ ପଶିଲେଣି। ମନ୍ଦିରରେ ସବୁ ପ୍ରତିଦିନ ଦେଖିଲେ ମନ୍ଦିର ଚୋରି, ଅମୁକ ମନ୍ଦିରରୁ ଏତେ ରୂପା ଗଲା, ଏତେ ସୁନା ଗଲା, ଏଇ ତାଲିକା ବାହାରୁଛି। ଏଠୁ ସୁନା ବ୍ୟବହାରଟା ବିଶେଷ ବଡ଼ କଥା ନୁହେଁ। ବଡ଼ ବ୍ୟବହାର କଥାଟା ହେଉଛି ଆମେ ପେଟ୍ରୋଲ ଡିଜେଲ ବ୍ୟବହାର କରୁଛୁ ଆମର ପ୍ରତି ଦୈନନ୍ଦିନର ଯାତ୍ରା ପାଇଁକି ଏବଂ ବିକାଶ ପାଇଁକି, ସେଟା ଦର ବଢ଼ିବାଟା ଓ ଗ୍ୟାସ୍ ଦର ବଢ଼ିବାଟା, ତେଲ ଡାଲିର ଦର ବଢ଼ିବାଟା ଇଏ ହେଉଛି ଆମ ପାଇଁକି। ଦେଶର ପ୍ରଧାନମନ୍ତ୍ରୀ କହିଲେ ସୁନା କିଣିବା ଟିକେ କମେଇ ଦିଅନ୍ତୁ, ରାଷ୍ଟ୍ର ସହିତ ଛିଡା ହୁଅନ୍ତୁ, ରାଷ୍ଟ୍ରର ଆର୍ଥିକ ପ୍ରଗତି ପାଇଁ ଆପଣମାନେ ସହଯୋଗ କରନ୍ତୁ। ସୁନା କିଣିବା କମିଗଲେ ରାଷ୍ଟ୍ରରେ ଅର୍ଥନୈତିକ ବିକାଶ ହବ ବୋଲି। ସୁନା କିଣିବାରେ କମିଗଲେ କ'ଣ ହେଉଛି, ଯୋଉ କହିଲେ ନା କି ଟ୍ରେଡ୍ ବାଲାନ୍ସ କମିଯାଇଛି। ସୁନା ଯେତେବେଳେ କିଣିବେ ପ୍ରେସର ପଡ଼ିବ ଏବଂ ସୁନା ଯେତେବେଳେ ବାହାରୁ କିଣାଯିବ ତାହେଲେ ଆମକୁ ଆମର ଫରେନ୍ ଏ ଯେଉଁ କରେନ୍ସି ଅଛି ତାକୁ ଖର୍ଚ୍ଚ କରିବାକୁ ପଡ଼ିବ। ଆମେ ସମସ୍ତେ ଜାଣିବା ଦରକାର ବର୍ତ୍ତମାନ ଗୋଟେ ଯେଉଁ ମୋଦି କହୁଥିଲେ ଯେ ମନମୋହନ ସିଂ ମାନେ ମୋଦି କିଏ ମନମୋହନ ସିଂ କିଏ ଅର୍ଥଶାସ୍ତ୍ରରେ, ତମ କେତେ ବର୍ଷ କୋଉ ସମୟରେ 100 ଟଙ୍କାରେ ପହଞ୍ଚିବ ଡଲାର ତାର ମୂଲ୍ୟ, ଆଜି 100 ଟଙ୍କା ପାଖାପାଖି ହେଇଯିବ ଗଲାଣି। 96 ଟଙ୍କା ଆଜି ଦିନରେ 96 ଟଙ୍କାରେ ପହଞ୍ଚିଛି ଡଲାର ମୂଲ୍ୟ। ସେଇଥିପାଇଁ ଯେତେବେଳେ ଆମେ ସୁନା ବାହାରୁ ଆମେ କିଣିଲେ ମାନେ ବାହାରୁ ଆସିବ, ସେଇ ଯେଉଁ ସୁନା କିଣା ହେବ ତାର ଚାପ ପଡ଼ିବ ପୂର୍ଣ୍ଣ ରାଷ୍ଟ୍ରୀୟ ଅର୍ଥନୀତି ଉପରେ। ସେଇଥିପାଇଁ ସେ କହିଦେଇଛନ୍ତି ଯେ ସୁନା କିଣିବା ବନ୍ଦ କର ବା କମାଇ ଦିଅ, ଏ କଥା ସେ କହିଛନ୍ତି। ଆଉ ସେ ସୂଚନା ଦେଇସାରିଲେଣି ଯେ ଅର୍ଥନୈତିକ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ବିଫଳ ହେଇଛି ଭାରତବର୍ଷ। ଏଇ କଥା ଭାରତବର୍ଷ ବାହାରେ କେହି କୌଣସି ରାଷ୍ଟ୍ର ଘୋଷଣା କରିନଥିବା ବେଳେ ଭାରତ କାହିଁ ଘୋଷଣା କଲା? ଭାରତର ଅବସ୍ଥା ବହୁତ ଖରାପ ହେଇଯାଇଛି। ଆମେ ଜାଣିପାରୁନେ, କାରଣ କିଛି ସମୟ ପାଇଁକି ଆମେ ସମ୍ଭାଳି ଯାଉଛେ, ଆମର ଟଲରେନ୍ସ ପାୱାର ଅଛି, ଏଇ ଅବସ୍ଥା ଅଛି। ସୁନା ଯେତେ କିଣିବ ଆମର ଟ୍ରେଡ୍ ବାଲାନ୍ସଟା ଅଧିକ ବଢ଼ିଯିବ, ମାନେ ଖର୍ଚ୍ଚ ବଢ଼ିବ, ଆମର ଫରେନ୍ ଏକ୍ସଚେଞ୍ଜ ତା ଉପରେ ଚାପ ପଡ଼ିବ। ସେଇଥିପାଇଁ ବନ୍ଦ କରିଛନ୍ତି।